ଦରକାର ହେଲେ ଏକୁଟିଆ ରୁହନ୍ତୁ, କିନ୍ତୁ ହସ, ଖୁସି, ଆଶା, ମିଥ୍ୟା ଭଲ ପାଇବା, ମିଥ୍ୟା ବନ୍ଧୁତ୍ୱ ଏଗୁଡ଼ିକ ଠାରୁ 100 ହାତ ଦୂରରେ ରହିବା ପାଇଁ ଚେଷ୍ଟା କରନ୍ତୁ। ସାଧୁଙ୍କ ଶିକ୍ଷା। ଗୋଟିଏ ଛୋଟ ଗାଁ ଥିଲା। ଥରେ ସେ ଗାଁ ଉପରେ ଶତ୍ରୁ ଆକ୍ରମଣ କରିବେ ବୋଲି ଶୁଣାଗଲା। ଛୋଟ ଗାଁର ଲୋକେ ପାଖରେ ରହୁଥିବା ଜଣେ ସାଧୁଙ୍କ ଶରଣ ପଶିଲେ। ସାଧୁ କହିଲେ, ଚିନ୍ତା କର ନାହିଁ, ତୁମ ଗାଁର ସବୁ ଲୋକ ମୋ ପାଖକୁ ଆସ, ମୁଁ ତୁମମାନଙ୍କୁ ଯୋଦ୍ଧାରେ ପରିଣତ କରିଦେବି। ସତକୁ ସତ ପରଦିନ ସକାଳୁ ସାଧୁଙ୍କ ଠାରୁ ଲୋକେ ଶସ୍ତ୍ର ଚାଳନା ପ୍ରଶିକ୍ଷଣ ନେବାରେ ଲାଗିଲେ। କେବଳ ସେତିକି ନୁହେଁ, ସେମାନଙ୍କର ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ଲାଗି ବିଭିନ୍ନ ବ୍ୟାୟାମ ଶିଖାଇଲେ। ଏମିତି ଅନେକ ଦିନ ବିତିଗଲା। ଥରେ ଜଣେ ବ୍ୟକ୍ତି ଆସି ଖବର ଦେଲା, ଯୁଦ୍ଧ ଲାଗି ପ୍ରସ୍ତୁତ ହୁଅ, କାରଣ ଏକ ବିରାଟ ଶତ୍ରୁ ଦଳ ଗାଁ ଉପରେ ଆକ୍ରମଣ କରିବା ଲାଗି ଆସୁଛନ୍ତି। ଏଥର ସାଧୁଙ୍କ ଆଜ୍ଞାରେ ଜଣେ ପାହାଡ଼ ଉପରକୁ ଚଢ଼ି ସ୍ଥିତି ଆକଳନ କରିବାକୁ ଗଲା। କିନ୍ତୁ ସେ ଯାହା ଦେଖିଲା ତାର ହାଲତ ଶୁଖିଗଲା। ସେ ତଳକୁ ଦୌଡ଼ି ଆସି କହିଲା, ଆମେ ପାରିବା ନାହିଁ, ଶକ୍ତିଶାଳୀ ଭଳି ଲାଗୁଛି। ସାଧୁ କହିଲେ, ତାହେଲେ ପଳାୟନ କର। ଏକଥା ଶୁଣି ଜଣେ କହିଲା, ବାବା, ଯଦି ପଳାୟନ କରିବାର ଥିଲା ତେବେ ଏତେ କଷ୍ଟ କରି ଯୁଦ୍ଧ ବିଦ୍ୟା ଅକାରଣେ ଶିଖୁଥିଲେ କାହିଁକି? କାରଣ କିଛି ଅକାରଣ ନୁହେଁ। ଏବେ ତୁମେମାନେ ଏତେ ଶକ୍ତିଶାଳୀ ଯେ ଚାହିଁଲେ ଯୁଦ୍ଧ କରିପାରିବ, ହାରିଗଲେ ଦୌଡ଼ି ଯାଇପାରିବ ମଧ୍ୟ, ହାରିଗଲେ ମଧ୍ୟ ଦୌଡ଼ି ପଳାଇ ଯାଇପାରିବ। କୌଣସି ପରିଶ୍ରମ କେବେ ପଣ୍ଡ ହୁଏ ନାହିଁ, କିଛି ନା କିଛି କାମରେ ଆସେ। ମୋ ପାଖରେ ଏତିକି ପ୍ରଶିକ୍ଷଣ ନେଇନଥିଲେ ଓ ବ୍ୟାୟାମ ଆଦି କରିନଥିଲେ ତୁମେମାନେ ଠିକ୍ ଭାବେ ପଳାୟନ ମଧ୍ୟ କରିପାରନ୍ତ ନାହିଁ। ଜୀବନ ଜୀଇବାର କଳା। ପ୍ରଥମରୁ ଯାହା ଇଚ୍ଛା କରିଥିଲେ ତାହା ହୋଇପାରିଲେ ନାହିଁ ବୋଲି ଅନେକ ସମୟରେ ଆମେ ଆମ ମନକୁ ଉଦାସ କରି ବସୁ। କିନ୍ତୁ ଏହା ଦେଖିବାକୁ ସର୍ବଦା ଭୁଲିଯାଉ ଯେ ଆମେ ଆଜି ଯୋଉଠି ଅଛୁ ସେଠାରୁ ଆମ ତଳେ କେତେ ଓ ଉପରେ କେତେ ଲୋକ ଅଛନ୍ତି। ନିଶ୍ଚିତ ଭାବରେ ସାଧାରଣ ଚଳଣୀରେ ଆମଠାରୁ ଉପରେ ଯେତେ ଲୋକ ରହିଛନ୍ତି ତାଠାରୁ ଢେର ଗୁଣରେ ଅଧିକ ତଳେ ରହିଛନ୍ତି। ଅର୍ଥାତ୍ ସଂଖ୍ୟାଧିକ ଲୋକଙ୍କ ତୁଳନାରେ ଆମେ ବହୁତ ଭଲରେ ଅଛୁ। ତେଣୁ ଆମର ଏହି ସ୍ଥିତି ପାଇଁ ଭାଗ୍ୟବାନ ନ ଭାବିବା ହିଁ ବିଡ଼ମ୍ବନାର ବିଷୟ। ଠିକ୍ ସେହିପରି ଜୀବନର କୌଣସି ପ୍ରତିଯୋଗିତାରେ ହାରିଯିବା ଆଦୌ ଲଜ୍ଜାଜନକ ନୁହେଁ, ବରଂ ପ୍ରତିଯୋଗିତାକୁ ଭୟ କରି ଘର କୋଣରେ ବସି ରହିଥିବା ଲକ୍ଷ ଲକ୍ଷ ମଣିଷଙ୍କ ଅପେକ୍ଷା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ବ୍ୟକ୍ତିର ସାହସିକତାର ପରିଚୟ ବହନ କରିବା ସହ ଏହା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରେ। ପ୍ରକୃତି ଓ ପୁରୁଷ ଏ ଦୁଇଟି ଭିନ୍ନ ଭିନ୍ନ। ପ୍ରକୃତି ସର୍ବଦା କ୍ରିୟାଶୀଳ, କିନ୍ତୁ ପୁରୁଷଠାରେ କେବେ ପରିବର୍ତ୍ତନ ରୂପୀ କ୍ରିୟା ହୁଏ ନାହିଁ। ପ୍ରକୃତି ସହିତ ସମ୍ବନ୍ଧ ସ୍ୱୀକାର କରିଥିବା ପ୍ରକୃତିସ୍ଥ ପୁରୁଷ ହିଁ କର୍ତ୍ତା ଓ ଭୋକ୍ତା ହୁଏ। ପୁରୁଷ ଯେତେବେଳେ ପ୍ରକୃତି ଠାରୁ ସମ୍ବନ୍ଧ ବିଚ୍ଛେଦ କରିଦିଏ, ଅର୍ଥାତ୍ ନିଜ ସ୍ୱରୂପରେ ସ୍ଥିତ ହୋଇଯାଏ, ସେତେବେଳେ ତା ପାଇଁ କୌଣସି କର୍ମ ଲାଗୁ ହୁଏ ନାହିଁ। କେବଳ ଧନ ହୋଇଯିବା ସୁଖର ନିଦର୍ଶନ ନୁହେଁ କି ଧନ ହେବା ଦୁଃଖର ନିଦର୍ଶନ ନୁହେଁ। ହୃଦୟସ୍ଥ ଶାନ୍ତି ଓ ପ୍ରସନ୍ନତାର ନାମ ସୁଖ ଏବଂ ଜ୍ୱାଳା ଓ ସନ୍ତାପର ନାମ ଦୁଃଖ। ମାଇ ଲାଇଫ୍ ଷ୍ଟୋରି। ଆଜିକାଲି ଦୁନିଆରେ ଗୋଟିଏ ଭୁଲରେ ହାତ ଛାଡ଼ିବା ଲୋକ ବହୁତ ମିଳିବେ, କିନ୍ତୁ ସେଇ ଭୁଲକୁ ବୁଝି
ବୁଝେଇ ହାତ ଧରିବା ଲୋକ କମ୍ ମିଳିବେ। ଖୁସି ମାଗିଲେ ମିଳେ ନାହିଁ। ସମୟ ଆସିଲେ ଖୁସି ଆପେ ଆପେ ଆପଣଙ୍କ ପାଖକୁ ଆସିବ। କିନ୍ତୁ ଏକଥା ମଣିଷ ବୁଝିକି ବି ଅବୁଝା ହୁଏ। ମିଛ ମରିଚିକା ପଛରେ ଧାଇଁ କଷ୍ଟକୁ ନିଜ ଆଡ଼କୁ ଟାଣି ଆଣେ। ଜୟ ଶ୍ରୀ ଜଗନ୍ନାଥ।